ମାନବିକତାର ଜୟ ହେଉ। ଆଜିର ଏ ପୃଥିବୀରେ ଚାରିଆଡ଼େ ଏତେ ଅଶାନ୍ତ କାହିଁକି? ମଣିଷ କାହିଁକି ମଣିଷ ପଣିଆରୁ ଓହରି ଯାଉଛି? ଈଶ୍ୱର ସୃଷ୍ଟି କରିଛନ୍ତି, ଆମକୁ ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ କରିଛନ୍ତି। କାହିଁକି ତେବେ ମୋହ ମାୟା ଛନ୍ଦ କପଟ ଈର୍ଷା ଅସୂୟା ହିଂସାତ୍ମକ ଲାଗି ରହୁଛି? ବିଶ୍ୱ ସୃଷ୍ଟି ବେଳେ ଆଗାମୀ ଏମିତି କି ଭୁଲ କଲେ ଯାହାଫଳରେ ମାନବ ଆଜି ଦିନକୁ ଦିନ ତଳକୁ ତଳ ଖସି ଯାଉଛି? ମଣିଷ ଜୀବନରେ ଧନ ସଞ୍ଚୟ ବଡ଼ କଥା ହୋଇ ଦେଖାଯାଉଛି। ମନ୍ଦିର ତୋଳୁଛି, ମସଜିଦ୍ ତୋଳୁଛି, ହୃଦୟ କାହିଁକି ପରିଷ୍କାର ନାହିଁ? କାହିଁକି ସତତା ପ୍ରତାରଣା ହିଂସା ଦ୍ୱେଷ କଳହରେ ପୂରି ରହୁଛି ଅନ୍ତର? ସମାଜ ଜୀବନ ଦିନକୁ ଦିନ ବିଷାକ୍ତ ହେଉଛି। ଚାରିଆଡ଼େ ଅଶାନ୍ତି ଘୃଣା ଦ୍ୱେଷ ବଢ଼ୁଛି। ବ୍ୟକ୍ତିଗତ ଚରିତ୍ର ତଳକୁ ତଳ ଖସୁଛି। ସମାଜରେ ନୀତିଗତ ଆଦର୍ଶର ଆବଶ୍ୟକତା ପଡ଼ୁଛି। ପାଠ ତ ସମସ୍ତେ ପଢ଼ୁଛନ୍ତି, କିନ୍ତୁ ଆଦର୍ଶ ବ୍ୟକ୍ତିତ୍ୱ କାହାନ୍ତି? ପୃଥିବୀରେ ପୁଣି ଗାନ୍ଧୀ, ଯୀଶୁ, ସକ୍ରେଟିସ୍ଙ୍କ ଭଳି ମହାମାନବଙ୍କ ଆବଶ୍ୟକତା ପଡ଼ୁଛି। ଏ ପୃଥିବୀ ଅମୃତମୟ ହେବାର ଆବଶ୍ୟକତା ପଡ଼ୁଛି। ନୀତିଶାସ୍ତ୍ର ଧର୍ମଶାସ୍ତ୍ର ବହୁଳ ଭାବରେ ପଠିତ ହେବାର ଆବଶ୍ୟକତା ଅଛି। ସଭ୍ୟତା ଉତ୍କଟ ଦିଗକୁ ଗଲାଣି। ଲୋଭ ସ୍ୱାର୍ଥ ମଣିଷକୁ ତଳକୁ ନେଉଛି। ଛାତ୍ର ଜୀବନରେ ଶୃଙ୍ଖଳା ନିୟମ ରକ୍ଷା କରିବାର ଆବଶ୍ୟକତା ପଡ଼ୁଛି। ଶାସକ ରାଜନୀତି ଆଇନ ସବୁ ଅଛି, କିନ୍ତୁ ସବୁ ମଣିଷ ସଚେତନ ହେବାର ଆବଶ୍ୟକତା ରହିଛି। ବ୍ୟକ୍ତିଗତ ସ୍ତରରେ ନିଜକୁ ପର୍ଯ୍ୟବେକ୍ଷଣ କରିବା ସମୟ ଆସିଛି। କାହାକୁ ଦୋଷ ଦେବା ପୂର୍ବରୁ ନିଜକୁ ପ୍ରଶ୍ନ ପଚାରିବାର ବେଳ ଆସିଛି। ଅତ୍ୟାଧୁନିକ ଜୀବନ ଆମକୁ ସବୁତ ସୁଖ ପ୍ରଦାନ କରୁଛି। ଧନ ସମ୍ପଦ ରୋଜଗାର ଆମକୁ ପ୍ରାଚୁର୍ଯ୍ୟର ଶିଖରକୁ ନେଉଛି। ମାତ୍ର ସାମାଜିକ ଜୀବନରେ ଏତେ ଯନ୍ତ୍ରଣା କାହିଁକି? ସାମୂହିକ ସ୍ୱାର୍ଥକୁ ତଉଲିବାର ସମୟ ଆସିଛି। ମାନବିକତାର ଜୟ ହେଉ। ମଣିଷ ଜଳ ସ୍ଥଳ ଆକାଶରେ ପ୍ରଭୁତ୍ୱ ବିସ୍ତାର କଲାଣି, ତଥାପି ତାର ଦୁଃଖ ଯାଉନାହିଁ। ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍।